ଶନିଦେବଙ୍କର ଜନ୍ମଦିନକୁ ଭକ୍ତମାନେ ସାରା ଦେଶରେ ଜଳାଭିଷେକ ଭାବେ ପାଳନ କରୁଥିବା ବେଳେ ବିଶେଷ କରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିଦେବଙ୍କ ପୂଜାକୁ ବହୁ ଧୁମଧାମରେ ପାଳନ କରାଯାଉଛି। କୋରଡ଼, ବେହେରଡ଼ା, କୁଜଙ୍ଗ, ପାରାଦୀପଗଡ଼ରେ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଥିଲା। ବିଶେଷ କରି ରାହାମାର କାଲିପୁରଠାରେ ଥିବା ଶନିଦେବଙ୍କ ପୀଠରେ ଭୋର 5ଟା ବେଳୁ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଥିଲା। ଏଠି ଯୋଗାଯୋଗର ସୁବିଧା ନଥିବା ବି ଭକ୍ତମାନଙ୍କର ଶନିଦେବଙ୍କ ପାଖରେ ଜଳାଭିଷେକ ସହ ପୂଜା ଅର୍ଚ୍ଚନା ସହ ଭକ୍ତମାନଙ୍କର ମାନସିକ ପାଇଁ ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା। ଏଠି ଶନିଦେବଙ୍କ ମାହାତ୍ମ୍ୟ ପରମ୍ପରା ହିସାବରେ ଅନ୍ୟତମ। ଏଠିକି ଯେଉଁ ଭକ୍ତମାନେ ଆସନ୍ତି କେହି ଖାଲି ହାତରେ ଫେରିନଥାନ୍ତି। ଏହି ଜାଗାରେ ଗୋରୁ, ମଇଁଷି, ପଶୁ, ଜୀବଜନ୍ତୁ ସହ ମଣିଷ ସମାଜ ପୁରା ସୁରକ୍ଷିତ। ପ୍ରଭୁ ଶନିଦେବଙ୍କ ଅଶେଷ କୃପାରୁ ସମସ୍ତ ଭକ୍ତମାନଙ୍କର ସର୍ବଦା ମଙ୍ଗଳ କାମନା ସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଚଳିତ ବର୍ଷ ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ସମାଜସେବୀ ପ୍ରଭୁପ୍ରସାଦ ରଥ ସୁଚାରୁରୂପେ ସମସ୍ତ କାର୍ଯ୍ୟ ସମାପନ କରିଥିଲେ। ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା। କେଉଁ ଦୂରଦୂରାନ୍ତରରୁ ଭକ୍ତମାନେ ଆସି ଶନିଦେବଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। ଭକ୍ତମାନଙ୍କର ସୁରକ୍ଷା ତଥା ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ତଥା ଅଗ୍ନିଶମ ବାହିନୀ ତରଫରୁ କଡ଼ାକଡ଼ି ସୁରକ୍ଷାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କମିଟିର ସଭାପତି, ସମ୍ପାଦକ ଅନ୍ୟମାନଙ୍କର ପୂର୍ଣ୍ଣ ସହଯୋଗ ଥିଲା। ଏ ପୀଠର ଏତେ ଆଧ୍ୟାତ୍ମିକ ଶକ୍ତି ଅଛି ଯେ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଛି। ବିଜୟ ନାୟକ ଯେତେବେଳେ MLA ଆସିଲେ ଏଠୁ ପ୍ରଥମେ ଆରମ୍ଭ ହେଲା, ଭାଇନା ହେମନ୍ତ ଭାଇନା ଯିଏ କହୁଥିଲେ ସେ ପ୍ରକୃତ ଏହାର ସବୁ ଦାୟିତ୍ୱରେ ଅଛନ୍ତି, ସବୁ କରୁଛନ୍ତି। ମୁଁ କିଛି କରେନି କିନ୍ତୁ ଆସେ ତାଙ୍କୁ ସହଯୋଗ କରେ। ଏଠି କିଛି ଆଧ୍ୟାତ୍ମିକ ଶକ୍ତି ୟା ପଛପକ୍ଷରେ ଅଛି ଯେଉଁଟାକି ଏହାକୁ ବହୁତ କରଉଛି। ମୁଁ ଭାବୁଛି ଓଡ଼ିଶାର ସବୁଠୁ ବେଶୀ ଜଳାଭିଷେକ ଏଇଠି ହେଉଛି। ଆଉ ଏଇଠି ବହୁତ ଆଧ୍ୟାତ୍ମିକ ଶକ୍ତି ଥିବାରୁ ଏଠି ଗୋଟେ ପୋଲ ନିହାତି ଆବଶ୍ୟକ ଏବଂ ପୋଲର ଟେଷ୍ଟିଂ ଚାଲିଛି। କ'ଣ ହେବ କହିହେଉନି। ମନ୍ତ୍ରୀଙ୍କର ମଧ୍ୟ ସହଯୋଗ ଅଛି, ସମ୍ପଦ ସ୍ୱାଇଁଙ୍କର। ଆମେ ଯେତେବେଳେ ଯାଇଛୁ ସେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏବଂ ଏ ସର୍ବସାଧାରଣ ଏ ତୁଣ୍ଡମଣ୍ଡଳ ପାଇଁ ଏଠି ପୋଲର ଆବଶ୍ୟକତା ଅଛି। ଆଉ ପୋଲ ହେଲେ ଏ ବହୁ ପଞ୍ଚାୟତ ଉପକୃତ ହେବ। ଅସଂଖ୍ୟ ଭକ୍ତ ପ୍ରଭୁଙ୍କର ଏମିତି ମହିମା ଅଛି। ଏଠି ଯେକୌଣସି ଦୁରାରୋଗ୍ୟ ଆଉ ଆପଣଙ୍କର ଯେକୌଣସି ମାନସିକ କରି ଆସନ୍ତି ଲୋକମାନେ, ଏଠି ବହୁତ ଦୂର ଦୂରାନ୍ତର ଲୋକ ଆସନ୍ତି। କଟକ, ପାରାଦୀପ, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଆମର କେନ୍ଦୁଝର, ବହୁତ ଜାଗାରୁ ଲୋକ ଆସନ୍ତି। ଯିଏ ଯାହା ମାନସିକ କରିଛି ଏଠି ପୂରଣ ହେଇଛି। ଆଉ ଏମିତି ଏକ ପୀଠ ମାନେ ଏଠି ଆମର ନନା ଆଉ ଯେତିକ ପୁରାବି ଲୋକ ଅଛନ୍ତି ଦେଖେଇ ହୁଅନ୍ତି। ପ୍ରଭୁପ୍ରସାଦ ରଥ, କେନ୍ଦ୍ରାପଡ଼ା, ଘରପଟା ମୁଣ୍ଡି, ପାରାଦୀପରେ ଦୀର୍ଘ 5 ବର୍ଷ ହେଲାଣି ଏ ଜାଗାରେ ଅଷ୍ଟମରେ ବସି ଆସିଛି। ଠାକୁରଙ୍କର ବହୁତ କିଛି ଆସିଲା ଦିନରୁ ବହୁତ କିଛି ଅନୁଭବ କରିଛି ଯେ ମୋର କୌଣସି ଜାଗାରେ ବାଧା ବିଘ୍ନ, କୌଣସି କାର୍ଯ୍ୟ ହେଉ, ଯେକୌଣସି ଜିନିଷ ମୁଁ ମାନସିକ କରେ ମୋର ଏ ଜାଗାରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ହୋଇଛି। ଯାହାଫଳରେ କି ପ୍ରତିବର୍ଷ ମୋର ଯେତେ କାମ ଥିଲେ ବି ମୁଁ ଏ ଜାଗାକୁ ଆସିକି ଶନିଯଜ୍ଞରେ ଯୋଗ ଦେଉଛୁ। ଆମର ରୁପାଖଣ୍ଡି କୀର୍ତ୍ତନ ମଣ୍ଡଳୀର ସମସ୍ତ ଭାଇମାନେ, ମା ବଜ୍ରକାଳୀ କୀର୍ତ୍ତନ ମଣ୍ଡଳୀ ସବୁବେଳେ ଆସି ମହାପ୍ରଭୁଙ୍କ କାର୍ଯ୍ୟରେ ଯୋଗ ଦେଉଛି। ଆମର ଅଧିବାସ ଥାଇ ମଧ୍ୟ ଶନିଙ୍କର ଏତେ ମହିମା ମାନେ କଳନ ନ ଯାଇ ବହୁତ ଲୋକ ଆସନ୍ତି ଏଠି। ଜଗତସିଂହପୁର ରାହାମାରୁ ଅରୁଣ କୁମାର ପାଣିକ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।